এটা মানে ଆପଣ ସପରିବାର ଷ୍ଟାଫକୁ କହିବେ। ଅତି ଖୁସି ଆନନ୍ଦରେ ମକର ପର୍ବ ପାଳନ କରିବା ପାଇଁ ମିଠା ଦୋକାନ ଗୁଡ଼ିକରେ ଲାଗିଛି ଭିଡ଼। ବିଶେଷ କରି ମକର ସମୟରେ ବାଲେଶ୍ୱର ସହର ଠାରୁ ଗ୍ରାମାଞ୍ଚଳ ଯାଏଁ ବିଭିନ୍ନ ପ୍ରକାରର ମିଠା ବିକ୍ରି ହୋଇଥାଏ। ବାଲେଶ୍ୱର ସହରର ନୂଆ ବଜାର, ଫାଣ୍ଡି ଛକ, ମୋତିଗଞ୍ଜ ବଜାର ଓ ମଣ୍ଡଳ ବଜାର ଭଳି ବିଭିନ୍ନ ଜଳଖିଆ ଦୋକାନମାନଙ୍କରେ ମିଠାର ପସରା ମେଲିଛି। ଲୋକମାନେ ନିଜ ଘରକୁ ନେବା ସହ ବନ୍ଧୁବାନ୍ଧବଙ୍କ ଘରକୁ ଦେବା ପାଇଁ ନିଜ ପସନ୍ଦର ମିଠା କିଣୁଛନ୍ତି। ନା ମିଠା ତ ଏଇଟା ଆମର ବାଲେଶ୍ୱର ଏଇଟା ସବୁଠାରୁ ଭଲ ପର୍ବ, କାହିଁକିନା ଏଠି ବିଭିନ୍ନ ପ୍ରକାର ମିଠା ମିଳେ। ଆଉ ଯେକୌଣସି ମିଠା ଖୋଜିବେ ପାଇବେ। ଆଉ ଦାମ ବି ଏତେ ବେଶୀ ନୁହେଁ, କମ୍ ଦାମ। ଆଉ ଲୋକମାନେ ବି ବେଶ ଆନନ୍ଦର ସହିତ ନେଉଛନ୍ତି, ଖୁସି ହେଉଛନ୍ତି, ପର୍ବ ପାଳୁଛନ୍ତି। ସମସ୍ତଙ୍କ ମନର ଖୁସି। ଯାହା ହଉ ମକର ସଂକ୍ରାନ୍ତି ପର୍ବଟା ସମସ୍ତଙ୍କର ଖୁସି ହେଉ। ଗୋଟେ ଆମର ଥାଏ ନିଜ ବନ୍ଧୁବାନ୍ଧବ ଝିଅ ହଁ, ସେ ତ ସମସ୍ତଙ୍କୁ ଦିଆଯାଏ। ବନ୍ଧୁବାନ୍ଧବ, ଝିଅ ଜ୍ୱାଇଁ ଏମାନଙ୍କୁ ଆଉ ଆମ ସାହି ପଡ଼ିଶାଙ୍କୁ ବି ଦିଆଯାଏ। ସବୁ ହୁଏ ସେଗୁଡ଼ା। ଏଗୁଡ଼ା ତ ବନ୍ଧୁବାନ୍ଧବର ମିଳନର ଦିନ। ଏଟା ସମସ୍ତେ ମିଶିମୁଶା ଖାଇବେ ଆଉ କ'ଣ। ଆଉ ଗୋଟେ ସ୍ପେଶାଲ ଆମର ଥାଏ ତିଳଉ ଚିଳା ତ ଏଟା ଅନେକ ବି କହନ୍ତି ଆମର ତିଳଉ ସଂକ୍ରାନ୍ତି। ମାନେ ଆଗରୁ ହଉଥିଲା ନାଲିଆ, ବର୍ତ୍ତମାନ ନାଲିଆ ଧଳା ଦୁଇ ପ୍ରକାର ତିଳଉ ହେଉଛି। ତେଣୁ ଇଏ ତିଳଉ ବି ପ୍ରାୟ ସବୁଆଡ଼େ ମିଳେନି, ଖାଲି ଆମର ଏଇ ବାଲେଶ୍ୱର ପ୍ରାୟ ଦେଖାଯାଏ, ଅନ୍ୟ ଆଡ଼େ ଏତେ ହୁଏନି। ତେବେ ମକର ପର୍ବକୁ ମୟୂରଭଞ୍ଜରେ ଗଣପର୍ବ ଭାବରେ ପାଳନ କରାଯାଉଥିବା ବେଳେ ପଡ଼ୋଶୀ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଏହି ମକର ପର୍ବକୁ ଅତି ଖୁସି ଆନନ୍ଦରେ ପାଳନ କରାଯାଏ। ଯେଉଁଥିପାଇଁ ମିଠା ଦୋକାନ ଗୁଡ଼ିକରେ ନୂଆ ନୂଆ ଭେରାଇଟିର ଭଳିକି ଭଳି ମିଠା ବିକ୍ରି ହୋଇଥାଏ। ତା ଭିତରେ ବିରୁଡ଼ି ବସା, ବେସନ ଲଡୁ, ମୋତି ଲଡୁ, ସନ୍ଦେଶ, ଗଜା, ଖଜା, ଲବଙ୍ଗୀ ଓ ବାଲିସାହି ଭଳି ମିଠା ଉପରେ ରହିଥାଏ ଚାହିଦା। ତେବେ ବର୍ଷ ସାରା ରସଗୋଲା, କାଲାଜାମ, ଗୋଲାପଜାମ, ଛେନାଗଜା, ଜିଲାପି, ବୁନ୍ଦି, ଲଡୁ ଆଦି ବିକ୍ରି ହେଉଥିବା ବେଳେ କେବଳ ମକର ସମୟରେ ନୂଆ ନୂଆ କିସମର ମିଠା ବିକ୍ରି ହୋଇଥାଏ ବାଲେଶ୍ୱରରେ। ମକର ପୂର୍ବରୁ ମିଠା କାରିଗର ମାନେ ଏହି ସବୁ ନୂଆ ପ୍ରକାରର ମିଠା ତିଆରି କରିଥାନ୍ତି। ବାଲେଶ୍ୱରରେ ମକର ମେଳା ପ୍ରସିଦ୍ଧ ମେଳା ଏବଂ ଏହି ମକର ମେଳାରେ ଜଳଖିଆର ଚାହିଦା ବହୁତ ଥାଏ। ତେଣୁ ଆମେ କେବଳ ଏଇ ମକର ସଂକ୍ରାନ୍ତି ପାଇଁ ମଇଦା, ବେସନ, ସୁଜିରେ ବହୁତ ପ୍ରକାରର 17 ରକମର ଆଇଟମ୍ ଆମେ ତିଆରି କରିଥାଉ ଏବଂ ଏହାର ଚାହିଦା ରହିଥାଏ। କାହିଁକି ଲୋକମାନେ ମକର ସଂକ୍ରାନ୍ତି ଦିନ ତାଙ୍କ ପୂଜା ସହିତ ଝିଅମାନଙ୍କ ଘରକୁ ପଠାଇବା, ବନ୍ଧୁବାନ୍ଧବ ଘରକୁ ପଠାଇବା ପାଇଁ ଜଳଖିଆର ଚାହିଦା ରହିଥାଏ। ସେଥିପାଇଁ ଆମେ ବିଭିନ୍ନ ପ୍ରକାରର ଜଳଖିଆ ଯେଉଁଗୁଡ଼ିକ ଅନ୍ୟ ଦିନରେ ପ୍ରସ୍ତୁତ କରାଯାଏ ନାହିଁ, ବିରୁଡ଼ି ବସା ଏବଂ ମସୁର ଏବଂ ଖାସ୍ତା ଗଜା, ଖେଜୁର ଏଇଭଳିଆ ବିଭିନ୍ନ ନାମରେ ମଇଦାରେ ପ୍ରସ୍ତୁତ କରି ରଖାଯାଇଥାଏ। ଏହା ଲୋକଙ୍କୁ ବହୁତ ପସନ୍ଦ ହୁଏ। ଆମେ ସେଇଥିପାଇଁ 7-8 ଦିନ ଆଗରୁ ଏହାର ପ୍ରସ୍ତୁତ ଆରମ୍ଭ କରିଛୁ। ଏହା ଆହୁରି 3-4 ଦିନ ପର୍ଯ୍ୟନ୍ତ ଏହି ଦୋକାନ ଚାଲିବ। କେମିତି କ'ଣ ରେଟ୍ ରଖାଯାଏ ସବୁ ଆଇଟମ୍ ଗୁଡ଼ିକ? ବିଭିନ୍ନ ପ୍ରକାରର ରେଟ୍ ରହିଛି। ଯେଉଁଗୁଡ଼ିକ ଆମର ବିରୁଡ଼ି ବସା, ମସୁର, ଖେଜୁର ଏଗୁଡ଼ିକ 200 ଟଙ୍କା, ଅନ୍ୟାନ୍ୟ ସବୁ ଆଇଟମ୍ 180 ଟଙ୍କାରେ ଆମେ ବିକ୍ରୟ କରୁଛୁ। ଆପଣ ସପରିବାର ଷ୍ଟାଫକୁ କହିବେ। এটা ମାନେ ବାଲେଶ୍ୱରରୁ ପ୍ରସେନଜିତ ସେଠୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।